ମୋ ନାଁ ଶାନ୍ତିଲତା ବିଶ୍ୱାଳ। ମୁଁ ପୂଜା ସିଂ ବାସିନ୍ଦା। କାଲି ଆମର ବଗିଚା କାମ ଥିଲା। ମୁଁ 4ଟାରେ ଗାଁକୁ ଯାଇଥିଲି। ବଗିଚା କାମ ସାରିକି ବଗିଚାରେ ଅଛୁ ହିଁ ପାଟିତୁଣ୍ଡ ଶୁଭିଲା। କ'ଣ ପାଟିତୁଣ୍ଡ ଶୁଭିଲା କ'ଣ ହେଲା କହିକି ଆମେ ବଗିଚା ବାହାରକୁ ଆସିଲା ବେଳେ ଆମର ସେ ଭାଇନା ନୀଳ ଭାଇନାକୁ ଆମର ଦିଅର ନୀଳମାଧବ କୁମ୍ଭ ପିଟାପିଟି କରୁଥିଲେ, ଛୁରା ଧରୁଥିଲେ, ପଥର ଧରୁଥିଲେ। ହେଲେ ବେଶୀ ଗଣ୍ଡଗୋଳ ଝଗଡ଼ା ହେବ କହିକି ଆମେ ସ୍ୱାମୀ ସ୍ତ୍ରୀ ଛଡ଼େଇବାକୁ ଗଲୁ। ଛଡ଼େଇବାକୁ ଗଲାରୁ ମୋ ସ୍ୱାମୀକି ବାଡ଼େଇଲା, ଠେଲିଦେଲା, ତାଙ୍କର ହେଡ଼ ଇଞ୍ଜୁରୀ। କାଲିଠୁ ଆମେ ମେଡ଼ିକାଲରେ ଅଛୁ। ମୋତେ ବି ଦେଖନ୍ତୁ କେମିତି ବାଡ଼େଇଛି, ଏଠି ହାତ ସବୁ ବାଡ଼େଇଛି, ଏସବୁ ହାତ ମାଡ଼ ହେଇଛି। ହେଠି ମୋତେ ବି ଜୋରରେ ବାଡ଼େଇଲା। ମୁଁ ମାଡ଼ ଖାଇକି ମଧ୍ୟ ତାକୁ ପଳେଇ ଯା ବୋଲେ ହେଲେ ମୋତେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ, ତୁ ଗାଁକୁ କାହିଁକି ଆସିଛୁ, କାହିଁକି ଘର କରିବୁ, ତୁ ଗାଁରେ ରହିପାରିବୁନୁ, ତତେ ଏକ ଘରିକିଆ କରିବୁ, ଆଉ ଆମେ ଗାଁ ଲୋକ ସବୁ ଗୋଟେ, ତୁ ଛଡ଼େଇବାକୁ ଆସିଛୁ, ତୁ ଯଦି ଆଉ ଗାଁରେ ରହିବୁ ତ ପ୍ରାଣକୁ ବିପଦ ଅଛି ବୋଲି ଧମକେଇଛି ମୋତେ। ହଁ, ଆମେ ଥାନାରେ ଜଣେଇବାକୁ ଯାଉଛୁ ଏବେ ସାରଙ୍ଗ ଥାନାକୁ। କାଲି ପୋଲିସ ଆସିଥିଲେ, ତାକୁ ନେଇଥିଲେ, ପୁଣି ଛାଡ଼ି ଦେଇଛନ୍ତି। ଏବେ ପୁଣି ଯାଇକି FIR ଦେଇକି ଆଇବୁ।